ଖଜୁରିଆକଟା ମେଡିକାଲ ଇନଚାର୍ଜଙ୍କ ଦବଙ୍ଗଗିରି। ହିନ୍ଦୁର ବ୍ଲକ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଇନଚାର୍ଜ ଅଫିସରଙ୍କ ଦବଙ୍ଗଗିରି। ଦୀର୍ଘ ଦିନ ଧରି ରହିଥିବା ମେଡିକାଲ ଅଫିସରଙ୍କ ମନମାନି ଏବଂ ସମସ୍ତ କର୍ମଚାରୀମାନଙ୍କୁ ଭୟଭୀତ କରାଉଥିବା ସହ ସରକାର ଦେଉଥିବା ଅନୁଦାନକୁ ହଡପ କରିବା ଘଟଣା ଏବେ ଚର୍ଚ୍ଚାରେ ଜୋର ଧରିଛି। ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀଙ୍କୁ ଜଣାଇବା ପରେ ଏକ ସ୍ୱତନ୍ତ୍ର ଟିମ୍ ମେଡିକାଲ ପରିଦର୍ଶନ କରିବା ବେଳେ ଏକାଧିକ ସରପଞ୍ଚ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଆଶାକର୍ମୀମାନଙ୍କୁ ଆସୁଥିବା ଟ୍ରେନିଂ ସମ୍ବନ୍ଧୀୟ ଅନୁଦାନ ନ ଦେବା, ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ ବେଳେ ଅର୍ଥ ଦାବି କରିବା ଆଦି ସାମ୍ନାକୁ ଆସିଛି। ଏହାକୁ ନେଇ ତାତିଲେ ସରପଞ୍ଚ ସମିତି ସଭ୍ୟ ଆସିଥିବା ତଦନ୍ତ କମିଟି ଆଗରେ କଲେ ଭର୍ତ୍ସନା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହିନ୍ଦୋଳର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରାୟ 18 ଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ନିଯୁକ୍ତ ହୋଇଥିବା ସଫେଇ କର୍ମୀଙ୍କୁ ରେକର୍ଡରେ ମାସିକ 3000 ଟଙ୍କା ପ୍ରଦାନ କରାଯାଉଥିବା ବେଳେ ତାଙ୍କର ବ୍ୟାଙ୍କ ଖାତାକୁ ଏହି ସ୍ୱୟଂ ସହାୟକ ଗ୍ରୁପକୁ 2500 ଟଙ୍କା ଦେଇ ଦେଖିବାକୁ ମିଳିଛି। ଏହାକୁ କିପରି ମେଡିକାଲ ଅଫିସର ଜାଣିପାରୁନାହାନ୍ତି କିମ୍ବା ଜାଣିଶୁଣି ହଡପ କରୁଛନ୍ତି ତା ତଦନ୍ତ ସାପେକ୍ଷ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍। ମୋର ଅଞ୍ଜୁ ପଞ୍ଚାୟତ ମୁଁ କାରନ୍ଦା ମେଡିକାଲରେ ଜଏନ୍ କରିଛି। କ'ଣ ଭାବେ ସୁଇପର ହିସାବରେ ମୁଁ କାଲି ଜଏନ୍ କଲି, କିନ୍ତୁ 3000 ଲେଖିଛନ୍ତି ଦେବା ପାଇଁ, କିନ୍ତୁ 2500 ପାଉଛି। କେମିତି ପଇସା ପାଉଛନ୍ତି? ବ୍ୟାଙ୍କ ଖାତାରେ ନା ଖାତାରେ ମୋର ଆସୁଛି। କେତେ ଆସୁଛି? 2500। କେତେ ଦେବା କଥା? 3000। ମୁଁ ଆସିଲା ପଇସା ଯେମିତି ଜାଣିଲି ଆଉ 2500 ଆସିଲା ଯା ହେଲା ଏମିତି ପାଉଛି। କେବେଠୁ? 2 ବର୍ଷ। ହଁ। 3000 ପାଇବା କଥା 2500 ପାଉଛି। କ'ଣ ପାଇଁ ଅସୁବିଧା ହେଉଛି? ଅସୁବିଧା କ'ଣ ମୁଁ ତ ଜାଣିନି, ହେଲେ ସେ ବହିକି ଆସିଲା 2500 ମୁଁ ଦେଖିଲି, ହେଲେ ଦିଦିକି କହିଲି। ଦିଦି କହିଲେ ତୁମେ କାହାକୁ ଜଣାଅ। ସେଠୁ ମୁଁ ସାର୍ ସରପଞ୍ଚଙ୍କୁ କହିଲି। ସେଠୁ ସାର୍ କହିଲେ ତୁମେ ଆଣ ଦରଖାସ୍ତ। ମୁଁ ଦରଖାସ୍ତ ବି କଲି, LG ବି ଦିଦିକି ଦେଇଛି, ଆମ ସାର୍ଙ୍କୁ ଦରଖାସ୍ତ ଦେଇଛି। ଏଇ 2500 ଆସୁଛି। କେତେ ହେଲାନି? କେତେ? ଏଇ 2500 ଆସୁଛି। କେତେ ବର୍ଷ ହେଲା? 2 ବର୍ଷ। ମୁଁ ହେଉଛି କାରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାୟକ। ଗୋଷ୍ଠୀ କେନ୍ଦ୍ରରେ ଡକ୍ଟର ଆମର ଯେଉଁ ରାହୁଲ କ'ଣ କହିବେ? ଯେଭଳି ଭାବେ ଷ୍ଟାଫ୍ମାନଙ୍କୁ ହଇରାଣ କରିବା ଏବଂ ତାଙ୍କମାନଙ୍କ ପଇସା ମଧ୍ୟ ହଡ଼ପ କରୁଥିବାର ଅଭିଯୋଗ ଆସୁଛି। ଗୋଟେ ହେଉଛି ସେଠି ସାଗର ରାଉ, ତେଣୁ ଲୋକଙ୍କୁ ବହୁତ ହଇରାଣ କରୁଛି। ସେଠୁ ତାପସ ସେ କଲେକ୍ସନ୍ କରୁଛି ସେଠୁ। ଏଇଭଳିଆ ବହୁତ ଦୁର୍ନୀତି ଖଜାଟା ରହୁଛି, ଅପବ୍ୟବସ୍ଥା ହେଉଛି। ପେସେଣ୍ଟ ବହୁତ ଗଲେ ମେଡ଼ିକାଲ ଭିତରକୁ ତାଙ୍କୁ ଭଲରେ ଟ୍ରିଟମେଣ୍ଟ ହେଉନି, ଅପବ୍ୟବହାର। ଫାଷ୍ଟିଂ ଯଦି ତାଙ୍କୁ ଆକ୍ସିଡେଣ୍ଟ କେସ୍ ହେଲା, ଭଲ ମନ୍ଦ ସେ ମେଡ଼ିକାଲରେ ସବୁ ଆଭେଲେବୁଲ୍ ରହୁନାହାନ୍ତି। ତାଙ୍କ ମନକୁ ଶାସନ କରି ଅପବ୍ୟବସ୍ଥା କରାଯାଉଛି। ଆଲୋଚନା ହେଲା ଯେ ସେଇ ଜିନିଷ ଆମେ ଚାହୁଁଛୁ ଖଜାଟା CHରେ ସାଗର ରାଉକୁ ଇନଚାର୍ଜ ଅଟେ, ଏଚେଡ଼ ଲୋକଙ୍କୁ ଇନଚାର୍ଜ କରାଯାଉ ବୋଲି ଆମେ ଅନୁରୋଧ କରୁଛୁ। ଆଉ ଖଜାଟା ତାପସ ଯେହେତୁ ଗଣ୍ଡାନାଳୀରେ ଅଛି, ସେ ଗଣ୍ଡାନାଳୀ ଖଜାଟା CHରେ ନ ରହିବା ପାଇଁ ଆମେ ଅନୁରୋଧ କରୁଛୁ। ତେଣୁ MP MLA ରେକମେଣ୍ଡରେ ଆମେ ଆମର ସରପଞ୍ଚ ସଂଘ ମାଧ୍ୟମରେ ଆମେ ଜଣାଇଥିଲୁ, ଆମର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲୁ। MP ରେକମେଣ୍ଡ, MLAଙ୍କ ରେକମେଣ୍ଡରେ ଆମେ କରିଥିଲୁ। ତେଣୁ ଆମକୁ ଡକେଇଥିଲେ। କାଲି ଯେଉଁ ଟିମ୍ ଆସିଥିଲେ ସେ ତାଙ୍କ ଯାହା ଆଲୋଚନା କଲେ ଆପଣ ସନ୍ତୁଷ୍ଟ କି? ନିହାତି ଆମେ ସନ୍ତୁଷ୍ଟ। କହିଛନ୍ତି ଆମେ CDMକୁ ଏହା ପଦକ୍ଷେପ ଦେବୁ। MLA ଆମକୁ ବାରମ୍ବାର କହିଛନ୍ତି ପଦକ୍ଷେପ, କଲେକ୍ଟର ପ୍ରେସର କରିଛନ୍ତି। ଆମେ ନିହାତି ଭାବରେ ଏହା ପାଇଁ ପଦକ୍ଷେପ କରିବୁ ବୋଲି ସେ କହିଛନ୍ତି।